ଆଜିର ଭିଡିଓରେ ଆପଣ ଯେଉଁ ଭୁସି ପିଉଛନ୍ତି ତାର କେତେ ସବୁ ଔଷଧୀୟ ଗୁଣ ରହିଛି ସେ ବିଷୟରେ ଜାଣିବେ। ଯେତେବେଳେ ଆପଣଙ୍କର ପେଟ ସଫା ହୁଏନି ତ ରାତିରେ ଆପଣ ପାଣିରେ ଭୁସି ମିଶେଇକି ପିଇ ଦିଅନ୍ତି ବା ସକାଳୁ ବି ପିଅନ୍ତି। ଆଉ କେବଳ ଯେ ଏଇଟା ପେଟ ସଫା କରେ ଏମିତି ନାହିଁ, ବହୁତ ସାରା ବେନିଫିଟ ଆପଣଙ୍କୁ ଦିଏ। ଏମିତିକି ଆପଣଙ୍କର ଡାଇବେଟିସ୍ ଆଉ କୋଲେଷ୍ଟ୍ରୋଲକୁ ବି କଣ୍ଟ୍ରୋଲ କରିପାରେ ଭୁସି। ଏହାକୁ ଅଲଗା ଅଲଗା ଉପାୟରେ ଆପଣ ଖାଇପାରିବେ ବା ପିଇ ପାରିବେ, ଯାହା ବି କୁହନ୍ତୁ ଆପଣ। ଏଇ ଭୁସିର ଅଲଗା ଅଲଗା ନାଁ ବି ରହିଛି, ଯେମିତିକି ଆପଣ ତ ଭୁସି କହୁଛନ୍ତି, ସାଧାରଣତଃ ଓଡ଼ିଆରେ ତାକୁ ଭୁସି କୁହାଯାଏ, କିନ୍ତୁ ଇସବଗୁଲ ବି କୁହାଯାଏ। ଆଉ ଗୋଟିଏ ନାଁ ବି ତାର ରହିଛି ସାଇଲିୟମ ହସ୍କ। ଏଇ ଯୋଉ ସାଇଲିୟମ ହସ୍କ ରହିଛି ଏଇଟା ଗୋଟେ ପ୍ରକାରର ମଞ୍ଜି, ଯାହା ପ୍ଲାଣ୍ଟାଗୋ ଓଭାଟା ନାମକ ଗଛର ମଞ୍ଜି ବୋଲି କୁହାଯାଇଥାଏ। ଆଉ ଯେତେବେଳେ ଏହାକୁ ଆପଣ ପିଅନ୍ତି ତ ଏଥିରେ ଫାଇबर ଆପଣଙ୍କୁ ବହୁତ ଅଧିକ ମିଳେ, ଯାହା ହେଉଛି ସଲ୍ୟୁବଲ ଫାଇबर। ସଲ୍ୟୁବଲ ଫାଇबर ଅର୍ଥାତ୍ ଯୋଉଟା କି ପାଣିରେ ମିଶିଯାଏ। ଆଉ ଆପଣମାନେ ତ ନିଶ୍ଚୟ ଦେଖିଥିବେ, ଯେତେବେଳେ ପାଣିରେ ମିକ୍ସ କରନ୍ତି ଆପଣ ଭୁସିକୁ, ସେଇଟା ପାଣିକୁ ସୋକ୍ କରେ, ଫୁଲିଯାଏ ବହୁତ ଅଧିକ। କିନ୍ତୁ ଏହାକୁ ଯେତେବେଳେ ଆପଣ ପିଅନ୍ତି କଣ କଣ ବେନିଫିଟ ମିଳେ ସେ ବିଷୟରେ ଏବେ ଜାଣନ୍ତୁ। ଆଉ କେଉଁ କେଉଁ ଉପାୟରେ ଏହାକୁ ଆପଣ ଖାଇପାରିବେ ବା ପିଇପାରିବେ, ଦିନକୁ କେତେ ଆପଣଙ୍କର ଏହାକୁ ପିଇବା ଉଚିତ ସେ ବିଷୟରେ ବି ଆଜି ଆପଣ ଜାଣିବେ। କେଉଁମାନେ ଏହାକୁ ପିଇପାରିବେ ନାହିଁ ବା କେଉଁମାନେ ଆପ୍ଲାଏ କରିପାରିବେ ନାହିଁ ସେ ବିଷୟରେ ବି ଜାଣିବେ। ତ ଆଜିର ଭିଡିଓ ଆପଣ ପୁରା ଦେଖନ୍ତୁ। ଯେମିତି ଆପଣଙ୍କୁ କହିଲି ଯେ ଏଇ ଭୁସି ଗୋଟେ ସଲ୍ୟୁବଲ ଫାଇबर ଯୁକ୍ତ ଖାଦ୍ୟ ବା ଏଥିରେ ବହୁତ ଅଧିକ ଫାଇबर ରହିଛି, ଯେମିତିକି ଅଲଗା ଅଲଗା ମଞ୍ଜି ଜାତୀୟ ଖାଦ୍ୟରେ ରହିଛି। ଡାଲି ଆପଣମାନେ ଦେଖିଥିବେ ପାଣିକୁ ସୋକ୍ କରେ ଆଉ ଫୁଲିଯାଏ, ଠିକ୍ ସେମିତି ଏହି ଭୁସି ପାଣିକୁ ସୋକ୍ କରେ ଆଉ ଫୁଲିଯାଏ। ଆଉ ଏଇ ଯୋଉ କାମଟା ରହିଛି ତାର, ଏଇଟା ପେଟ ଭିତରକୁ ଯିବା ପରେ ବି କରେ। ଯେତେବେଳେ ଆପଣଙ୍କ ପେଟ ସଫା ହୁଏନି ତ ତାକୁ ଆପଣ ପାଣିରେ ମିକ୍ସ କରିକି ପିଇଲେ, ସେଇଟା ଆପଣଙ୍କ ପେଟ ଭିତରକୁ ଯିବା ପରେ ଫୁଲିବା ଦ୍ୱାରା କଣ ହୁଏ, ସେଥିରେ ଏମିତି କିଛି ଔଷଧୀୟ ଗୁଣ ରହିଛି, ଏମିତି କିଛି କମ୍ପାଉଣ୍ଡ ରହିଛି ଯାହା ଆପଣଙ୍କ ଇଣ୍ଟେଷ୍ଟାଇନରେ ଥିବା ମଇଳାକୁ ବାହାର କରେ। ମଇଳାକୁ ବାହାର କରିବା ସହିତ ଏଇଟା ଆପଣଙ୍କର ଡାଇଜେଷ୍ଟିଭ ସିଷ୍ଟମକୁ ବି ଇମ୍ପ୍ରୁଭ କରିଥାଏ, କାରଣ ପେଟ ଆପଣଙ୍କର ସଫା ହେଉଛି। ସେମିତି ତ ଡାଇରେକ୍ଟଲି ଏଇଟା କେବେ ବି ଆପଣଙ୍କର ଡାଇଜେଷ୍ଟିଭ ସିଷ୍ଟମକୁ ଇଫେକ୍ଟ ପକାଏନି, କିନ୍ତୁ ଯେତେବେଳେ ପେଟ ଆପଣଙ୍କର ସଫା ହବ ଏଇଟା ଇନଡାଇରେକ୍ଟଲି ଆପଣଙ୍କର ଡାଇଜେଷ୍ଟିଭ ସିଷ୍ଟମକୁ ଇମ୍ପ୍ରୁଭ କରିବ, ଗ୍ୟାସ୍ କମିଯିବ, ଏଥିରେ ଆସିଡିଟି କମିଯାଏ, ଏଥିରେ ପେଟ ବି ଥଣ୍ଡା ହୁଏ। ଆଉ ଯଦି ଏଇଟାକୁ ଆପଣ ଗ୍ରୀଷ୍ମ ଋତୁରେ କିମ୍ବା ଏଇ ବର୍ଷା ଋତୁରେ, ଶୀତ ଋତୁରେ ବି ଯେତେବେଳେ ପେଟ ଆପଣଙ୍କର ବହୁତ ଅଧିକ ଗରମ ରହୁଛି ସେତେବେଳେ ବି ଆପ୍ଲାଏ କରିପାରିବେ, କାରଣ ଏଥିରେ ପେଟ ଥଣ୍ଡା କରିବାର ବହୁତ ସାରା ଔଷଧୀୟ ଗୁଣ ରହିଛି। ପେଟକୁ ଥଣ୍ଡା କରିବା ସହିତ ଆପଣଙ୍କୁ ବହୁତ କମ୍ଫର୍ଟ ବି ଫିଲ୍ କରାଏ। ପେଟ ଗରମ ଯୋଗୁଁ ଯଦି ଆପଣଙ୍କୁ ଡିସ୍କମ୍ଫର୍ଟ ଫିଲ୍ ହେଉଛି ତ ଆପଣ ଏହାକୁ ପିଅନ୍ତୁ ଆଉ ଦେଖନ୍ତୁ କେତେ ଅଧିକ ଆରାମ ଲାଗୁଛି। ଆପଣ ଭୁସିରେ ଆପଣଙ୍କୁ ବହୁତ ସାରା କାର୍ବୋହାଇଡ୍ରେଟ, ବହୁତ ସାରା ପ୍ରୋଟିନ ଆଉ ଆଣ୍ଟିଅକ୍ସିଡେଣ୍ଟ ବି ମିଳେ। ପ୍ରୋଟିନ ଯେହେତୁ ଗୋଟିଏ ମଞ୍ଜି ଜାତୀୟ ଖାଦ୍ୟ ତ ଏଥିରେ ପ୍ରୋଟିନ ଭରପୁର ରହିଛି। କାର୍ବୋହାଇଡ୍ରେଟ ଯାହା ଫୁଲୁଛି ଆପଣଙ୍କୁ କ୍ୟାଲୋରି ବି କିଛି ଯୋଗାଉଛି ଆଉ ଆପଣଙ୍କୁ ଶକ୍ତି ବି ପ୍ରଦାନ କରୁଛି। ଯେତେବେଳେ ସକାଳେ ଏହାକୁ ଆପଣ ପିଅନ୍ତି ପାଣିରେ ମିକ୍ସ କରିକି ହେଉ, କିମ୍ବା ଆଗକୁ ଜାଣିବେ କେଉଁ କେଉଁ ଉପାୟରେ ଆପଣ ତାକୁ ଆପ୍ଲାଏ କରିପାରିବେ, ତ ସେଇଟା ଆପଣଙ୍କ ପେଟକୁ ଫୁଲ କରେ। ଫୁଲ କରିବା ଦ୍ୱାରା କଣ ହୁଏ, ଏଥିରେ ଜଲ୍ଦି ଆପଣଙ୍କୁ ଭୋକ ଲାଗେନି, ଯେହେତୁ ପାଣି ସହିତ ଏଇଟା ଫୁଲିବ ତ ପେଟକୁ ଯିବା ପରେ ଫୁଲିଲା, ଆଉ ଏଥିରେ ଆପଣଙ୍କ ପେଟ ଫୁଲନେସ୍ ପରି ଲାଗିଲା, ବାରମ୍ବାର ଆପଣଙ୍କୁ ଭୋକର ସମସ୍ୟା ରହିଲାନି। ତ ଏଇଟା ଆପଣଙ୍କୁ କେତେ ସାରା ଫାଇଦା ଦେଉଛି ଆପଣ ଏଇଠୁ ଗଣିବା ଷ୍ଟାର୍ଟ କରନ୍ତୁ। ଫର୍ଷ୍ଟ ତ କହିଲେ ଯେ ପେଟ ସଫା କରିବା ଆପଣଙ୍କୁ, ତାପରେ ହେଉଛି ଏଇଟା ଯେତେବେଳେ ପେଟରେ ଫୁଲେ ଆପଣଙ୍କର ପେଟକୁ ଫୁଲନେସ୍ ଆପଣଙ୍କର ଦବ, ଯୋଉଟା କି ଆପଣଙ୍କୁ ବାରମ୍ବାର ଭୋକ ଲାଗିବନି। ଆଉ ଯଦି ମନେ କରନ୍ତୁ ଗୋଟେ ଗ୍ଲାସ ଏଥିରୁ ଆପଣ ପିଇ ଦେଇଛନ୍ତି, ଆପଣଙ୍କର କିଛି କାମ ପଡ଼ିଲା ବାହାରକୁ ବି ଗଲେ 2-4 ଘଣ୍ଟା ଆପଣଙ୍କୁ ଏତେ ଜଲ୍ଦି ଭୋକ ଲାଗିବନି, ଯାହାଦ୍ୱାରା ଆପଣଙ୍କୁ ଅଲଗା କିଛି ଖାଇବାକୁ ଇଚ୍ଛା ହୁଏନି। ଆଉ ପ୍ରୋଟିନ ଯେହେତୁ ଏଥିରେ ବହୁତ ଅଧିକ ରହିଛି ତ ପ୍ରୋଟିନ ବି ଆପଣଙ୍କ ଶରୀର ପାଇଲା। ପ୍ରୋଟିନ ବି ଆପଣଙ୍କ ଶରୀର ପାଇଁ ନିହାତି ଦରକାର। ଆଉ ଓଜନ କମେଇବା ପାଇଁ ପ୍ରୋଟିନର କାମ ବି ବହୁତ ଅଧିକ ରହିଛି। ଆପଣ ବହୁତ ମୋଟା ହେଇଯାଉଛନ୍ତି, ଚର୍ବି ଲାଗିଯାଉଛି, ଚର୍ବିକୁ କାଟିବା ପାଇଁ ଫାଇબર ଯୁକ୍ତ ଖାଦ୍ୟ ବହୁତ ହେଲ୍ପ କରେ ଆପଣଙ୍କୁ। ଆଉ ଏଇ ଭୁସି ବି ଆପଣଙ୍କୁ ବହୁତ ହେଲ୍ପ କରିବ, କାରଣ ଏଥିରେ ବହୁତ ସାରା ଫାଇબર ରହିଛି, ବହୁତ ସାରା ପ୍ରୋଟିନ ରହିଛି। ପ୍ରୋଟିନ ବହୁତ ଅଧିକ ରହିଥିବାରୁ ଆପଣଙ୍କ ଶରୀରକୁ ପ୍ରୋଟିନ ବି ମିଳୁଛି, ଯୋଉଗୁଡାକ ଆପଣଙ୍କ ଶରୀରର କ୍ଷତ ସ୍ଥାନକୁ ପୂରଣ କରେ। ପ୍ରୋଟିନ ଠିକରେ ରହିଲେ ଆପଣଙ୍କ ଶରୀରକୁ ଠିକରେ ଶକ୍ତି ବି ମିଳିପାରିବ, ଆପଣଙ୍କ ମାଂସପେଶୀ ସୁଦୃଢ ହେଇପାରିବ, ଆପଣଙ୍କର ହାଡ଼ ବି ମଜବୁତ ହେଇପାରିବ, ଆଉ ଆପଣଙ୍କୁ ବାରମ୍ବାର ଯେଉଁ ଚଟପଟା ଖାଦ୍ୟ ଖାଇବାକୁ ଇଚ୍ଛା ହେଉଛି ସେଟା ବି ହବନି, ସେଟା ବି କମିଯିବ। ତ ଏଥିରେ ଓଜନ ଆପଣଙ୍କର ଆପେ ଆପେ କମିଯାଏ।
ଆଉ फाइबर जोटा कि आपणकर ओजन को नियंत्रण करे इथिरे आपणक शरीर डिटॉक्सिफाई भी हेपारिबो आपणकर ब्लड सर्कुलेशन भी ठीक रे चलिबो जो मानकर जॉइंट पेन रो समस्या रहुची जदि सेमाने रेगुलर किछि दिन एहाको पियंती तो सेमानकर जॉइंट पेन भी इथिरे धीरे धीरे कमे जदि आपणकर जॉइंट पेन ब्लड सर्कुलेशन ठीक रे न हबा जोगु होची बेले बेले कौन हुई जॉइंट पेन जदि आपणकर रेगुलर हुए बहुत सारा कारण ता पई थाए किंतु गोटे मुख्य कारण भी एटा जे जदि आपणकर ब्लड सर्कुलेशन ठीक भाबरे हेउनी रक्त संचालन आपणकर प्रत्येक अंग पर्यंत ठीक भाबरे हेउनी तो एथिरे जॉइंट पेन अधिक बढ़ी जाए तो ए भूसी कोन करे आपणकर रक्त संचालन को ठीक भाबरे रखिबो आउ एटा आपनको एंटीऑक्सीडेंट बहुत सारा दिए ए जो एंटीऑक्सीडेंट भी आपणकर जॉइंट पेन को किछि मात्रा रे कमाए भूसी रे आपनको कैल्शियम भी मिली जाए भूसी रे आपनको पोटेशियम भी मिलुची आउ एथिरे सोडियम भी किछि मात्रा रे अछि तो एटा आपनको शरीर को एनर्जी भी जोगेला जेहेतु सोडियम रही एटा पोटेशियम और कैल्शियम रो भरपूर गोटे खाद्य जोगुड़ा आपणकर हाड़ को मजबूत करे आउ आपणकर जॉइंट पेन को कमाए भूसी आपणकर डायबिटीज को भी कंट्रोल करे आउ आपणकर कोलेस्ट्रोल को भी कंट्रोल करिवो जते हाई कोलेस्ट्रोल पेशेंट अछंती आपण जते हाई फाइबर फूड आपण खाइबे जते आपण से खाद्य को खाइबे जोथरे कि बहुत अधिक फाइबर रही सेटा सॉल्युबल फाइबर हे पारे सेटा इनसॉल्युबल फाइबर हे पारे तो ए जो फाइबर युक्त खाद्य रही एटा आपणकर डायबिटीज को कमाए आउ कोलेस्ट्रोल को भी कमाए सेति पे तो कुहा जाय जदि आपण डायबिटिक किबा कोलेस्ट्रोल रो पेशेंट अछंती तो आपण पनीपरिबा अधिक मात्रा रे खांतु आपण तंतु जातीय खाद्य जेमति कि साग सजना साग जे कोनोसी साग आपण अधिक खांतु ठीक सेमिति भूसी रे भी आपनको बहुत सारा फाइबर मिले जहा द्वारा आपणकर शुगर कंट्रोल को आसे आउ आपणकर कोलेस्ट्रोल भी कंट्रोल को आसी थाए तो एहा को आपण पीबे केमिति देखंतु आपण जेतेबेले भूसी को अप्लाई करूछंती आपण पानी सहित भी अप्लाई करि परिबे जोटा कि नॉर्मली आपण पियंती आपण क्षीर सहित भी ताकू पी परिबे जति बहुत अधिक आपनको स्टूल हार्ड ही जाईची आउ आपनको पेट पूरा दरज करूची पेट सफा हवा निहाती दरकार गोटे राति भितरे तो आपण उषुम क्षीर रे ताकू अप्लाई करंतु आपण दही सहित भी ताकू पी परिबे जति ग्रीष्म ऋतु रे बहुत अधिक आपणकर पेटडी गरम ही जाईची दही सहित खांतु किबा पियंतु जहां भी सेटा आपनको पेट को पूरा ठंडा करदब इंस्टेंट आपनको कंफर्ट लागिबा पेटरे आउ जदि आपणकर पेट आदौ भी सफा होनी तो क्षीर टिके उषुम कर दियंतु गोटे ग्लास क्षीर रे आपण गोटे चामच भूसी मिसेकी ताको पी दियंतु जदि आपण नॉर्मली पानी रे मिक्स करूचंती तो उषुम पानी गोटे ग्लास आउ सेथिरे गोटे चामच आपण भूसी को मिसेइले आउ ताको पी देले आपण एटा को राति रे भी पी परिबे आपण सकाळे भी पी परिबे राति रे पीले भी तार बेनिफिट से सकाळे पीले तार बेनिफिट कोन जे आपणकर डायबिटीज आउ हाई कोलेस्ट्रोल को कमाए जदि आपण सकाळ पियंती तो एटा पेट सफा करिबार काम राति रे भी करि परिबो आउ सकाळे भी जदि आपण ताको पिउचंती सकाळे भी करि परिबो एई भूसी रो आउ गोटे भलो बेनिफिट होउची जे एटा आपणकर हार्मोन्स को भी बैलेंस रखे बेले बेले महिला मानकर हार्मोन्स इम्बालांस जो बहुत अधिक प्रॉब्लम क्रिएट हुए तो महिला माने जदि हार्मोनल इम्बालांस से मानकर देखा जाउची शरीर रे तो आपण किछि दिन या को रेगुलर पी परिबे तो जदि आपण रेगुलर किछि दिन करूचंती तापर मझिरे मझिरे आपनको गैप भी रखिबाकू पड़िबो आउ एटा भी आपनको मन रखिबाकू पड़िबो जे जत्ते बेले आपण भूसी को पिउचंती आपण गोटे ग्लास पानी रे पीले बस ताकू सेमती पी की आपण छाडी दियंती किंतु ता परे आपण आउ गोटे ग्लास पानी भी पियंतु काहे की कारण जत्ते बेले आपण भूसी को गोटे ग्लास पानी रे पकाउचंती सेटा किछि समय परे बहुत अधिक फुली जाय पूरा जेली टाइप रा हिजबो लाडुआ हे जाय जोटा कि टेस्ट एते भलो लागेनी तो आपण जत्ते बेले पानी रे ताकू पकेले संगे संगे आपण ताकू फुलिबा आगुरु ही पी दियंतु जोथरे कि आपनको टेस्ट तारो एते किछि खराब लागिबानी आ आपण ताकू पी देबे तापरे गोटे ग्लास आउ पानी आपण पियंतु एटा 2 ग्लास पानी आपणकर हे गला भूसी सहित एथिरे पेट को जेबा परे भूसीटा फुलिबा जेति कि पानी ताको दरकार सेटा सफिशिएंट हे जिवो तापर पुनी आधा घंटा छाडी आपण पुनी पानी पियंतु जति राति रे पिउचंती भूसी तो एते पानी आपण पीबेनी केवल 2 ग्लास पानी ही पीबे गोटे ग्लास रे तो आपण मिसेइले भूसी को तापर आउ गोटे ग्लास पानी आपण पीबे जति सकाळ समय रे पिउचंती तो आधा घंटा छाडी कि आपण गोटे गोटे ग्लास पानी पियंतु कारण एथिरे पेट रे फुलु जे भूसी आउ एटा आपणक पेट को फुल रखिबो जोथरे कि बहुत सारा बेनिफिट जेमते कि पेटर चर्बी कटिबा मोटा ही जाउचंती ओजन कमिबा एमिति बहुत किछि आपणको मिली परिबो आउ गोटे कथा रहिला जे केउ माने एहा को अप्लाई करिवे नाही
ଦେଖନ୍ତୁ ଯଦି ଆପଣଙ୍କର କିଛି ପ୍ରକାରର ଏଲର୍ଜି ରହୁଛି ତ ଆପଣ ତାକୁ ଆପ୍ଲାଏ କରିବେନି। ଆଉ ଯଦି ବି ତାକୁ କିଛି ଦିନ ରେଗୁଲାର ଆପ୍ଲାଏ କରୁଛନ୍ତି ଯେମିତିକି 6ରୁ 7 ଦିନ ଆପଣ ରେଗୁଲାର ତାକୁ ଆପ୍ଲାଏ କରିବେ ତ ମଝିରେ ଆପଣ ବନ୍ଦ କରନ୍ତୁ। ଏମିତି ନାହିଁ ଯେ ମାସେ 2 ମାସ 6 ମାସ ତାକୁ ଆପଣ ରେଗୁଲାର ଆପ୍ଲାଏ କରିବେ, କାରଣ ଏଇଟା ବହୁତ ଅଧିକ ଫାଇବର ଯୁକ୍ତ ଖାଦ୍ୟ ଗୋଟେ। ଏବେ 6 ମାସ ବର୍ଷେ ପୁରା ରେଗୁଲାର ଆପ୍ଲାଏ କରିବେ, ଏଇଟା ହୁଏତ ଆପଣଙ୍କର ଡାଇଜେଷ୍ଟିଭ ସିଷ୍ଟମ ଉପରେ ଟିକେ ଲୋଡ ଆଣିଦବ। ତ ସେଥିପାଇଁ ଆପଣ 5ରୁ 6 ଦିନ ଯେତିକି ଆପଣଙ୍କର ଆବଶ୍ୟକ, ପେଟ ଗରମ ହେଇଯାଇଛି ଥଣ୍ଡା ହେବ, ପେଟ ସଫା ହେଉନି ସେଟା ବି ହେଇପାରିବ, ଡାଇବେଟିସ୍ ହାଇ କୋଲେଷ୍ଟ୍ରୋଲ ଆପଣଙ୍କର ଅଛି ତ କେବଳ 6-7 ଦିନ ରେଗୁଲାର ପିଅନ୍ତୁ। ମାସ ସାରା ଆପଣଙ୍କର ଡାଇବେଟିସ୍ ହାଇ କୋଲେଷ୍ଟ୍ରୋଲ କଣ୍ଟ୍ରୋଲରେ ରହିବ ଯଦି ଖାଦ୍ୟ ବି ଆପଣ ଠିକରେ କଣ୍ଟ୍ରୋଲ କରୁଛନ୍ତି ତ। କିନ୍ତୁ ଯଦି 6 ମାସ ବର୍ଷେ ଆପଣ ରେଗୁଲାର ପୁରା ଡେଲି ତାକୁ କଣ୍ଟିନ୍ୟୁ କରିବେ ସେମିତି ଆଦୌ ବି ଆପଣମାନେ କରିବେନି। ଆଉ ଯଦି ସକାଳ ଟାଇମରେ ପିଉଛନ୍ତି ତ ସେଇଟା ଅଧିକ ବେନିଫିଟ୍ ଦିଏ, ଆଉ ଅଧିକ ଆପଣ କିଛି ଦିନ ରେଗୁଲାର କରିପାରିବେ ଯଦି ସକାଳେ ଆପଣ ପିଉଛନ୍ତି। କାରଣ ସକାଳ ସମୟ ଆପଣଙ୍କର ଡାଇଜେଷ୍ଟିଭ ସିଷ୍ଟମ ବହୁତ ଫାଷ୍ଟ ଚାଲେ। ସକାଳେ ଆପଣ ଯଦି ପିଇଦେବେ ସେଇଟା ଧୀରେ ଧୀରେ କରିକି ହଜମ ବି ହବାକୁ ଲାଗିବ, କିନ୍ତୁ ରାତି ସମୟରେ କ'ଣ ହୁଏ ଏଇଟା ଟିକେ ପଡ଼ିକି ରହିବ। ତ ସେଥିପାଇଁ ସକାଳେ ସମୟରେ ପିଅନ୍ତୁ ଯଦି ରେଗୁଲାର ଆପଣ 10ରୁ 15 ଦିନ ଏହାକୁ କରିବେ ତ। ଯେତେବେଳେ ଆପଣଙ୍କ ଶରୀରରେ ଥଣ୍ଡା କାଶ ଥାଏ, ଥଣ୍ଡା ଧରିଛି ଆପଣଙ୍କୁ, କାଶ ବି ହେଉଛି ତ ସେଇ ସମୟରେ ଆପଣ ବନ୍ଦ କରନ୍ତୁ ଏହାକୁ ପିଇବା। କାରଣ ଯେହେତୁ ପେଟକୁ ଥଣ୍ଡା କରିବ ତ ଆପଣଙ୍କର ଥଣ୍ଡା କାଶ ଜନିତ ସମସ୍ୟାକୁ ବି କିଛି ବଢ଼େଇ ଦିଏ। ଆଉ ଯେଉଁମାନଙ୍କର ଅର୍ସର ସମସ୍ୟା ରହୁଛି ସେମାନେ ବି ତାକୁ ପିଇପାରିବେ, ସେଥିରେ ବି ବେନିଫିଟ୍ ମିଳିବ। କାରଣ ଅର୍ସଟା କ'ଣ ହୁଏ, ଯଦି ଆପଣଙ୍କର ଷ୍ଟୁଲ ହାର୍ଡ ହେଲା, କନଷ୍ଟିପେସନ ହେଲା ତ ଆପଣଙ୍କର ଅର୍ସ ବଢ଼ିଯିବ। ଯଦି ଆପଣଙ୍କର ପେଟଟି ଗରମ ହୁଏ ସେଥିରେ ବି ଅର୍ସ ବଢ଼ିଯାଏ। ତ ଏଇଟା ଆପଣଙ୍କୁ ଡବଲ ଫାଇଦା ଦେଇପାରିବ। ଗୋଟେ ତ ହେଉଛି ପେଟ ସଫା କରିବ, ଷ୍ଟୁଲକୁ ସଫ୍ଟ କରିବ, ଏଟା ଅର୍ସକୁ କମାଏ, ଆଉ ପେଟକୁ ବି ଥଣ୍ଡା କରିବ ଯୋଉଟା ଡାଇରେକ୍ଟଲି ଆପଣଙ୍କର ଅର୍ସକୁ ବି ଇଫେକ୍ଟ ପକାଏ। ତ ଫ୍ରେଣ୍ଡସ୍, ଆଜିର ଭିଡ଼ିଓରେ ଆପଣ ଜାଣିଲେ କେମିତି ଭୁସି ଗୋଟେ ଚାମଚ ଆପଣଙ୍କୁ ବହୁତ ସାରା ଔଷଧୀୟ ଗୁଣ ଦେଇଥାଏ। ଆଜିର ଭିଡ଼ିଓ ଯଦି ଆପଣଙ୍କୁ ଭଲ ଲାଗିଲା ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ, ଭିଡ଼ିଓକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ। ଆଜି ପାଇଁ ଏତିକି।